ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ହିଞ୍ଜିଳିରୁ 60ରୁ ଊର୍ଦ୍ଧ୍ୱ ଯୁବକ। ଗଞ୍ଜାମ ଜିଲ୍ଲାରେ ରାଜନୈତିକ ପାଣିପାଗ ଧୀରେ ଧୀରେ ବଦଳିବାରେ ଲାଗିଛି। ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ହିଞ୍ଜିଳିରୁ 60ରୁ ଊର୍ଦ୍ଧ୍ୱ ଯୁବକ। ହିଞ୍ଜିଳି ବ୍ଲକ ପୂର୍ବତନ କଂଗ୍ରେସ ସଭାପତି ଶିବରାମ ପ୍ରଧାନ ଓ ଯୁବ ଛାତ୍ର କଂଗ୍ରେସ ନେତା ସଞ୍ଜୟ ସ୍ୱାଇଁଙ୍କ ନେତୃତ୍ୱରେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଧୋବାଡ଼ି ପଞ୍ଚାୟତରୁ ବହୁ ଯୁବକ ବିଜେଡି ଦଳ ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଜୁନ୍ ମାସ 1 ତାରିଖ ଦିନ ମଧ୍ୟାହ୍ନ ସମୟରେ ସାନଖେମୁଣ୍ଡି ବିଧାୟକ ତଥା କଂଗ୍ରେସ ଦଳର ପିସିସି ଉପସଭାପତିଙ୍କ ଉପସ୍ଥିତିରେ ଆଜି 60ରୁ ଊର୍ଦ୍ଧ୍ୱ ଯୁବକ କଂଗ୍ରେସ ଦଳରେ ଯୋଗ ଦେଇଥିବା ଧୋବାଡ଼ି ଗ୍ରାମ ପଞ୍ଚାୟତର ବିନାୟକ ରାଉତ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ଆଜିର ଏହି ଯୁବଗୋଷ୍ଠୀଙ୍କୁ କଂଗ୍ରେସ ଦଳରେ ଯୋଗ ଦେଇଥିବା ଯୋଗୁଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। जिला प्रतिनिधि कृष्णचंद्र सामंतरायଙ୍କ रिपोर्ट ओडिशा डिजिटल। प्रेरित भाई को इनभाइट कर गाँव में गोटे ठाकुराणी मंदिर प्रतिष्ठा होती उक्त काम प्रदान देवा भाई को गाँव लोक पाटपुर पाखे बालगोष्ठी गाँव कर्मी आज बहुत यूनिट होगी पाखापाखि 60 युवक टोका खाली यंग टोका बदल देवे। धन्यवाद। पंचायतर 60 कर्मी युव भाई आगुरी थिले किछिटा मिसिले 60 आसछन्ती ये निमंत्रण जणाइबा आसले तांको गाँव प्रतिष्ठा होती सही सकाशे आसिक भाई को